ପିଲାମାନେ ଆମେ ଯୋଉ ପଢୁଥିଲେ ଦ୍ୱିତୀୟ ଶ୍ରେଣୀ ହସ ଖୁସି ବହିର କ'ଣ ପ୍ରଥମ ବିଷୟ ପଢିଲେ ଆମେ କ'ଣ ଚିତ୍ର ଦେଖ ଓ କୁହ ତାର ଆଜି ଆମେ ଅଭ୍ୟାସ କରିବା। ତାହେଲେ ଦେଇଛି ପଢ ଓ ଲେଖ। ପିଲା ଏଠି କ'ଣ ଅଛି ପତାକା ଏଠି ଲେଖିବ, ଏଠି ଯାହା ଲେଖା ହେଇଛି ଏଠି ତାହା ଲେଖିବ ପତାକା। କୃଷକ କୃଷକ, ଘର ଘର, ବାଳକ ବାଳକ, ନଡ଼ିଆ ନଡ଼ିଆ, ପାହାଡ଼ ପାହାଡ଼, ବୁଢ଼ା ବୁଢ଼ା, କୂଅ କୂଅ, ଯାହା ଲେଖା ହେଇଛି ଆମେ ତାହା ଲେଖିବା। ତାପରେ ପିଲାମାନେ ଆମକୁ 2 ନମ୍ବର କ୍ୱେଶ୍ଚିନ୍ ଦେଇଛି ଗାଁରେ ସକାଳ ଚିତ୍ର ଦେଖି କୁହ। ତାହେଲେ ପିଲାମାନେ ଚିତ୍ରରେ ବୁଢ଼ାଟି କେଉଁଠି ବସିଛି? ତାହେଲେ ପିଲାମାନେ ସେଇ ଚିତ୍ରରେ ଆମେ ଯୋଉ ପୂର୍ବ କ୍ଲାସରେ ତାକୁ ପଢିଥିଲେ ବୁଢ଼ାଟି କେଉଁଠି ବସିଥିଲା? ବୁଢ଼ାଟି ବରଗଛ ମୂଳରେ ବସିଥିଲା। ତାପରେ ଖ ନମ୍ବର ଦେଇଛି ଆମକୁ ସୂରୁଜ କେଉଁଠି ଦେଖାଯାଉଛି? ସୂରୁଜ ପିଲାମାନେ ସକାଳେ ଉଠିଲେ ତମେ ଯେଉଁ ପଟକୁ ମୁହଁ କରି ଠିଆ ହବ ଦେଖିବ ତମ ଆଗ ପଟେ ସୂର୍ଯ୍ୟ ଉଦୟ ହେଇଥିବେ। ତାହେଲେ ସେଇଟା ହଉଛି ଆମର ପୂର୍ବ ଦିଗ ଏବଂ ଆମ ପିଠି ପଛଟା ହଉଛି ଆମର ପଶ୍ଚିମ ଦିଗ ଏବଂ କ'ଣ ଆମର ଡାହାଣ ହାତ ଆଉ ବାଁ ହାତ ଯୋଉଠି ରହିଥିବ କ'ଣ କହିବା ତାକୁ ଆମେ ଦକ୍ଷିଣ ଆଉ ଉତ୍ତର ଦିଗ ବୋଲି କହିବା। ତାହେଲେ ପିଲା ଦୁଇଟି କୁଆଡ଼େ ବାହାରିଛନ୍ତି? ପିଲା ଦୁଇଟି କାଲି କହିଥିଲି କୁଆଡ଼େ ଯାଇଛନ୍ତି? ପିଲା ଦୁଇଟି ସ୍କୁଲ ବାହାରିଛନ୍ତି। ଲେଖିବ ପିଲା ଦୁଇଟି ସ୍କୁଲ ବାହାରିଛନ୍ତି। କୃଷକ କ'ଣ କରୁଛି? କୃଷକ ଗାଈ ଧରିକି ଯାଉଛି ତାର ବିଲ ବା ଜମି ହଳ କରିବ ବୋଲି। ବୁଝିହେଲା? ଚିତ୍ର ଦେଖି ଏଇ ପ୍ରଶ୍ନ ସାଙ୍ଗମାନଙ୍କ ସହ ପଚରା ପଚରି ମଧ୍ୟ ହେଲେ ବହୁତ ବଢ଼ିଆ ତମର ମନେ ରହିବ। ତାପରେ 3 ନମ୍ବର କ୍ୱେଶ୍ଚିନ୍ ପିଲାମାନେ ଆମକୁ ଦେଇଛି ଚିତ୍ର ଦେଖି ଲେଖ। ପିଲାମାନେ ଏଇଟା କ'ଣଟେ କହିଲ? ଏଇଟା ହେଲା ଶଗଡ଼ର ଚକ, ଇଏ ହେଲା ବଳଦ ଆମର, ଇଏ ହେଲା ନଳକୂପ, ଇଏ ହେଲା ଆମର ଶଗଡ଼। ବୁଝିହେଲା? ଏଠି ଲେଖିବ ଆମର ଶଗଡ଼। ତାପରେ ପିଲାମାନେ ବଳଦ କ'ଣ କ'ଣ ଖାଇ ହଳ କରିବାକୁ ଯିବ? ପିଲାମାନେ ଦେଖ ତମେ ଦେଖିଥିବ ବଳଦ ଘରେ ଯଦି ତମର ଥିବ ଗାଈ ଥିବ ତାହେଲେ କ'ଣ ଦାନା କୁଣ୍ଡା ନଡ଼ା ଏସବୁ ଜିନିଷ ସେମାନେ ଖାଆନ୍ତି। ତାପରେ ଚିତ୍ରକୁ ରଙ୍ଗ କର। ପିଲାମାନେ ଏଇଟା ତମେ ରଙ୍ଗ କରିପାରିବ କି ନାହିଁ? କୁକୁଡ଼ାକୁ ରଙ୍ଗ କରିବ, ଏଇ ପକ୍ଷୀମାନଙ୍କୁ ହଳଦିଆ ରଙ୍ଗ କରିଦବ। ବୁଝିହେଲା? ତାପରେ 6 ନମ୍ବର ପିଲାମାନେ ଆମକୁ ଦେଇଛି ରାବୁଥିବା ପକ୍ଷୀମାନଙ୍କର ନାମ କୁହ। ଯେପରି କୋଇଲି, କୋଇଲି ଯେମିତି ରାବେ ସେମିତି କାଉ ମଧ୍ୟ ରାବେ। ବୁଝିହେଲା? ପାରା ମଧ୍ୟ ଅଳ୍ପ ଅଳ୍ପ କରି ଟିକେ ଟିକେ କରିକି ସେମିତି ପାରା ବୋବାଏ ହେଲା ଏମିତି। ତାହେଲେ କାଉ ମଧ୍ୟ ଏମିତି ରାବେ। ତାହେଲେ କୁକୁଡ଼ା ରାବେ ଜୋରେ। ଦିଆଯାଇଥିବା ଚିତ୍ରକୁ ଦେଖି ଏଥିରେ କ'ଣ ନାହିଁ ତାକୁ ଅଙ୍କନ କର। ପିଲାମାନେ ଏଇଠି ଆମକୁ ଗୋଟେ ଚିତ୍ର ଦେଇଛି। ବୁଝିହେଲା? ଏଠି ଘର ଅଛି, ପକ୍ଷୀ ଅଛି। ବୁଝିଲା? ପକ୍ଷୀ ରହିବା ପାଇଁ ଗୋଟେ କୁଡ଼ିଆ ଏଇଠି ଆମେ କରିଦେବା। ବୁଝିହେଲା? ଏବଂ ଏଇ ଘରର କବାଟ ନାହିଁ, ଝରକା ନାହିଁ। ବୁଝିଲା? ତାକୁ ଗୋଟେ କବାଟ କିମ୍ବା ଗୋଟେ ଝରକା କରିବ। ବୁଝିହେଲା? ଆଉ ଏଠି ଗୋଟେ କେହି ଲୋକ ନାହାନ୍ତି, ଏଠି ଗୋଟେ ଲୋକକୁ ଆମେ ବସେଇଦବା। ବୁଝିହେଲା? ଏମିତି ତମେ ନିଜେ ଚିତ୍ରକୁ କରିବ।